मेघमाଳାରେ शीघ्र आगमन କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଆପଣମାନେ ଉତ୍ସାହିତ କରୁଛନ୍ତି। ଆପଣମାନଙ୍କ ଉତ୍ସାହ ପାଇଁ ମଧ୍ୟ ଆମେ ଆପଣମାନଙ୍କୁ ଧନ୍ୟବାଦ ଦେଉଛୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପୁଅ ଝିଅ ପାଇଁ ମା ବାପାଙ୍କର ସବୁଠୁ ବଡ଼ ଉପହାର। ପୁଅ ଝିଅଙ୍କ ପାଇଁ ମା ବାପାଙ୍କର ସବୁଠୁ ବଡ଼ ଉପହାର। ପ୍ରିୟମାନେ, ଆମେ ଉପହାର ଦେଉଛୁ, ଉପହାର ନେଉଛୁ। ଆମେ ଯେଉଁ ସମୟରେ ଆମମାନଙ୍କର ପୁଅ ଝିଅମାନଙ୍କର ଜନ୍ମଦିନ ଆସେ, ସେହି ସମୟରେ ମା ବାପାମାନେ ବହୁତ ବ୍ୟସ୍ତ ହୁଅନ୍ତି ଯେ ମୋ ପୁଅକୁ ବା ମୋ ଝିଅକୁ ସବୁଠାରୁ ଭଲ ଉପହାର କ'ଣ ଦେବି। ଭଲ ଡ୍ରେସ୍ ଖଣ୍ଡେ ଦେବି, ନା ମୋବାଇଲ ଗୋଟେ ଭଲଟା ଗିଫ୍ଟ ମୁଁ କରିଦେବି, ବା ଅନ୍ୟ କୌଣସି ଦେବି। କିଏ ଯଦି ପଇସା ଅଛି ତାହେଲେ ସେ ଗୋଟେ ବାଇକ୍ ମଧ୍ୟ ଗିଫ୍ଟ କରନ୍ତି। କିଏ ଅଧିକ ପଇସା ଅଛି କାର୍ ମଧ୍ୟ ଗିଫ୍ଟ କରନ୍ତି। କାରଣ ନିଜର ପୁଅ ଝିଅ ପାଇଁ ତ ଆମେ ସବୁ କରିଥାଉ। ଆଉ ପୁଅ ଝିଅକୁ ଯଦି ଆମେ ଦେବୁ ନାହିଁ ତାହେଲେ କାହାକୁ ଆମେ ଦେବୁ? ଆମେ ସବୁବେଳେ ଇଚ୍ଛା ଯେ ଆମର ପୁଅ ଝିଅମାନଙ୍କୁ ଆମେ ବହୁତ ମୂଲ୍ୟ ଆଉ ବହୁତ ପ୍ରେସିୟସ୍ ଗିଫ୍ଟ ଗୁଡ଼ିକ ଦେବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁଥାଉ। ମାତ୍ର ବାଇବଲରେ ଆମେ ଦେଖିବା ଯେ ମା ବାପା ମାନେ ପୁଅ ଝିଅକୁ ସବୁଠାରୁ ଭଲ ଗିଫ୍ଟ କ'ଣ ଦେବେ? ଗୋଟିଏ ବାପା ଯଦି ତାଙ୍କ ପୁଅ ବା ଝିଅକୁ ଭଲ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି, ସବୁଠାରୁ ଭଲ ଗିଫ୍ଟ ଏହା ଅଟେ। ପଢ଼ିବା ଏଫେସୀୟ 5 ଅଧ୍ୟାୟ ଏହାର 25 ପଦ। ଲେଖାଗଲା, ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ଆପଣଙ୍କର ପୁଅ ଝିଅକୁ ଯଦି ଆପଣ ଭଲ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ନିଜ ସ୍ତ୍ରୀଙ୍କୁ ଖ୍ରୀଷ୍ଟ ଯେ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ, ଯଦି ଆପଣ ଆପଣଙ୍କର ସ୍ତ୍ରୀକୁ ଯଦି ସେ ପ୍ରକାର ପ୍ରେମ କରିବେ, ତାହେଲେ ଏଇଟା ପୁଅ ଝିଅମାନଙ୍କ ପାଇଁ ସବୁଠୁ ବଡ଼ ଗିଫ୍ଟ। କାରଣ ଆମେ ଅନେକ ଗିଫ୍ଟ ଗୁଡ଼ିକ ଆମର ପୁଅ ଝିଅମାନଙ୍କୁ ଦେଉ, ମାତ୍ର ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନମାଳିନ, ଏହିସବୁ ବିଷୟ ଗୁଡ଼ିକ ପୁଅ ଝିଅର ଜୀବନରେ ଏତେ ପରିମାଣରେ ପ୍ରଭାବ ପକାଇଥାଏ। ସେମାନଙ୍କର ଜୀବନକୁ ଠିକ୍ରେ ବଢ଼ିବା ପାଇଁ ଦିଏ ନାହିଁ। ତାଙ୍କର ମନକୁ ଦୂଷିତ କରିଦିଏ। ଯେଉଁ ସମୟରେ ଗୋଟେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରନ୍ତି, ନିଜ ସ୍ତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି କରନ୍ତି, ସେହି ସମୟରେ କ'ଣ ହୁଏ? ପୁଅ ଝିଅମାନଙ୍କର ମନୋଭାବ ଦୂଷିତ ହୋଇଯାଏ। ସେମାନଙ୍କୁ ପରିବାର ଗୋଟେ ଜଙ୍ଗଲ ପରି ଲାଗେ। ସେମାନେ ପରିବାରରେ ରହିବା ପାଇଁ ଇଚ୍ଛା କରନ୍ତି ନାହିଁ। ସେମାନେ ଘରକୁ ଆସିବା ପାଇଁ ମଧ୍ୟ ଇଚ୍ଛା କରନ୍ତି ନାହିଁ। ଯେଉଁ ସମୟରେ ବାପା ଅଫିସରୁ ବା କୌଣସି କାମରୁ ଘରକୁ ଫେରେ, ଛୁଆମାନେ ଡରିଯାଆନ୍ତି। ବାପା ଆସିଲେ ବାପା ମାଆକୁ ଏମିତି କହିବେ, ସେମିତି କହିବେ, ବଡ଼ ପାଟି କରିବେ। ବାପା ଭଲ ଦରମା ପାଆନ୍ତି, ଘରେ ଯାହା ଆବଶ୍ୟକ ଅଛି ବାପା ସବୁ ଆଣିଦିଅନ୍ତି। ଘରର ବହୁତ ଭଲ ଘର ମଧ୍ୟ ବାନ୍ଧି ଦେଇଛନ୍ତି। ମାତ୍ର ଯଦି ଗୋଟିଏ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରେମ କରିବେ ନାହିଁ, ତାଙ୍କ ପ୍ରତି ଚିଡ଼ଚିଡ଼ ହେବେ, ତାଙ୍କ ପ୍ରତି ଖରାପ ବ୍ୟବହାର କରିବେ, ତାହେଲେ ଏହାର ପ୍ରଭାବ ଛୁଆମାନଙ୍କ ଜୀବନରେ ପଡ଼େ। ସେମାନଙ୍କର ମନ ଦୂଷିତ ହୋଇଯାଏ, ପରିବାରର ମାହୋଲ ବିଗିଡ଼ିଯାଏ। କାରଣ ଆମର ଛୁଆମାନେ ଗୋଟିଏ ଫୁଲ ପରି ଅଟନ୍ତି। ଆଉ ସେଇ ଫୁଲମାନଙ୍କୁ ଯଦି ଆମେ ଠିକ୍ରେ ଯତ୍ନ ନେବାର ଅଛି, ତାହେଲେ ପରିବାରରେ ଗୋଟେ ଭଲ ମାହୋଲ ଦରକାର ଅଛି। ପ୍ରିୟମାନେ, ଆମର ପରିବାରକୁ ଆମେ ଗୋଟିଏ ବଣ ଜଙ୍ଗଲ ପରି ନ କରୁ। କାରଣ ବଣ ଜଙ୍ଗଲରେ ବାଘ ଭାଲୁ ସେ ସ୍ଥାନରେ ଥାଆନ୍ତି, ସେମାନଙ୍କ ଭିତରେ ଗଣ୍ଡଗୋଳ ଲାଗନ୍ତି। ମାତ୍ର ଆମର ପରିବାରକୁ ଗୋଟେ ବଗିଚା ପରି କରିବାର ଅଛି। ସେଥିପାଇଁ ପରମେଶ୍ୱର ପ୍ରଥମରେ ମନୁଷ୍ୟ ପାଇଁ ଗୋଟେ ଏଦନ ଉଦ୍ୟାନ ତିଆରି କଲେ। ସେହି ସ୍ଥାନରେ ସେ ନିଜର ପୁଅ ଝିଅକୁ ନେଇକିନା ସେ ରଖିଲେ, ଯେମିତିକି ସେହି ସ୍ଥାନରେ ସେମାନେ ଅତି ସୁନ୍ଦର ଭାବରେ ବଢ଼ିପାରିବେ। ଆପଣ ଆପଣଙ୍କର ପୁଅକୁ ବା ଝିଅକୁ ଯଦି କିଛି ଉପହାର ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତୁ, ତାଙ୍କୁ ସମ୍ମାନ କରନ୍ତୁ, ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ତାହେଲେ ଆପଣଙ୍କର ପୁଅ ଝିଅମାନେ ବହୁତ ବଡ଼ ପୁରସ୍କାର ପାଇବେ। ପ୍ରଥମ ବିଷୟ,
आउ गोटे स्त्री विषय में कहवाई चाहे जहाँ बाइबल आम मान कहे गोटे माँ भाव निज पुओ झील को जदि आपण भल पुरस्कार देवाई चाहूँगी ताहा लिखा जाए एफिसियो 5 अध्याय यार 22 पद हे स्त्री माने तुम्हें माने जेपरी प्रभुंकर बसीभूता सेहीपरि आपणा आपणा स्वामीर बसीभूता हो। एटा होची पुओ झियो पई मांकर सबुठु बड़ उपहार। एई उपहार जदि आमे देबा जदि आपण आपणकर स्वामींकर बसीभूत होइकिना अछंती। आज अनेक स्त्री माने एटा कहंती एटा होची पुराना विषय गुड़िक एबे स्वामी स्त्री समान आमे कहार बसीभूत हेबा दरकार नहीं। प्रिय माने बाइबल केबे पुराना हुए नहीं, परमेश्वरंकर वाक्य केबे पुराना हुए नहीं, परमेश्वरंकर विधि विधान केबे पुराना हुए नहीं। आज ये जो मॉडर्न जुगरे अनेक स्त्री माने से माने दी पैसा कमांती निज स्वामी ठारू अधिक कमांती ताहेले सेमानकर कौन ही जाए से माने भावंती जे मु आ मो स्वामी बसीभूत हेबार आवश्यक नहीं। बसीभूत कहले स्वामी बस कहले बसिबा उठ कहले उठिबा ताहा नुहे। बसीभूत कहले आमे तांकर अधीन रे रहिबा तांकर मुंड उपरे चढ़िबा कथा नुहे। प्रिय माने ये जो बसीभूत शब्दटा को स्त्री माने पसंद करती नहीं। सेथिपाई आज अनेक परिवार गुड़िक अशांति, अनेक परिवार रे मनमालिन, अनेक परिवार रो पुओ झियो माने मध्य से माने परिवार मध्य रहिबा पई पसंद करूनाहांती। आमे आमर पुओ झियो मान को जदि उपहार आमे देवा पई चाहूछु ताहाले निजर स्त्री को आमे प्रेम करिबा आ स्त्री मानी निज स्वामींकर बसीभूत होई रहिबे। एई दुईटा विषय जेतेबेले परिवार मध्य रहिबो ताहाले परिवार रो माहौल गोटे बगीचा परि हेबो, एते उत्तम माहौल हेबो। आ सेही परिवार रे पुओ झियो माने अति सुंदर भावे बढ़िबे। केतेबेले बापा घर को आसीबे पुओ झियो माने जगी थिबे से माने, कारण सेही समय रे माँ बापा आ पुओ झियो मान मध्य गोटे बहुत सुंदर संपर्कटा डेभलप हेबो। आज अनेकंक परिवार रे सेमानकर छुआ मान सहित सेमानकर संपर्क किसी डेभलप नहीं। छुआ मान स्कूल पठाउचंती, कॉलेज पठाउचंती, ट्यूशन पठाउचंती, मात्र सेमानक सहित सेमानकर संपर्क बढ़ू नहीं। पुओ झियो मानकर कौनसी प्रकार समस्या माँ बापा को कहि पारु नाहंती कि माँ बापा पाखरे समय मध्य रहू नहीं। प्रिय माने जो समय रे गोटे स्वामी निज स्त्री को प्रेम करिवे आ गोटे स्त्री निज स्वामी बसीभूत ही रहिबे, एटा होची पुओ झियो मान पई सबुठु बड़ उपहार। आ एई उपहार आज अनेक माँ बापा माने निजर पुओ झियो मान को दियंतु यहा बाइबल आम मान को कहे। जदि एई उपहार जदि आमे देबा ताहाले आम मान को पुओ झियो माने बहुत सुंदर भाव से माने बढ़ी पारिबे, सेमानकर पाठपढ़ा भल हेबो, सेमानकर आत्मिक जीवन मध्य भल रहिबो। प्रभु आमान को अनुग्रह करंतु जे आमानकर ख्रीष्टीय परिवार गुड़िक आमानकर पुओ झियो मान को एई प्रकार उपहार देवा पई आमे सबु बेले आमे सजाग रहिबा, ताहाले परिवार रे शांति रहिबो, परिवार मंगल पाइबो आ परिवार मध्य रे यूनिटी बचे रहिबो। आसंतु आमे प्रार्थना करिबा। पिता आमे तुमको धन्यवाद दोछु, तुमे आमान को प्रेम करी एते सुंदर भाव में जत्न नेउछ। तुम नाम गौरव हो महिमा हो। क्यों उपहार गुड़िक को पुओ झियो को देवार आवश्यक आ जो उपहार गुड़िक से जीवन को गढ़ी तोलिबो ताहा तुमे आमान को अति स्पष्ट आ सरल भाव में बुझे देइछ। धन्यवाद। स्वामी स्त्री माने ई सब विषय जागृत हेबे आ निज पुओ झियोंकर भविष्यत को मंगलमय करि परिबे। दया करी तुमे अनुग्रह कर प्रभु। धन्यवाद प्रभु। प्रार्थना सुनिछ। प्रार्थना प्रिय प्रभु यीशुंक नाम रे मागुछि। आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु जो अनुग्रह करंती आसंता अध्याय रे आमे नुआ प्रसंग रे परस्पर सहित आमे साक्षात करि परिबा रहिबा। समस्त को नमस्कार। प्रेज द लॉर्ड। गॉड ब्लेस यू।